ସକାଳୁ ହଳଦିଆ ନାସ୍ତା ଖାଇକି ପଖାଳ ଭାତ ଖାଇଲା ପରେ ବି ମୋ ପେଟରେ ଏବେ ବି ମୂଷା ମାନେ କହୁଛନ୍ତି ଆମ ପେଟ ପୁରୁନି ବୋଲି। ତ କଣ କରିବି? ତ ଆଜିର କଥା କିଛି ଏମିତି କି ମୋର ଅଛି ଦିନ 2ଟାରେ ଡ୍ୟୁଟି। ସେଥିପାଇଁ ମୁଁ ସକାଳୁ ବ୍ରଶ କରିକି ପଳେଇ ଆସିଲି କିଚେନରେ ଦେଖିଲି ସୁଜି ଉପମା ହେଇଥିଲା। ତ ବେଶୀ ଡେରି ନ କରିକି ମୁଁ ଲାଗି ପଡିଲି ସିଧା ଖାଇବାରେ। ଖାଇସାରିଲା ପରେ ମୋ ପେଟରେ ଏବେ ବି ଜାଗା ଅଛି, ଭୋକ ଲାଗୁଛି ପ୍ରବଳ। ତାପରେ ମୁଁ ଗଲି ପଖାଳ ଭାତ ଟିକେ ଘିନି ଆସିଲି, ତା ସହିତ ଟିକେ ଆଳୁ ଚଟଣି ଘିନି ଆସିଲି। ସବ୍ଜି ତ ସକାଳେ ବନା ହେଇନି, ସେଇ ଆଉ ଘିନି ଆସିଲି। ନାଦି ପକେଇଲି ସେଠି ଠିଆରେ ମନ ଶାନ୍ତି କରିକି ମୁଁ ପଳେଇ ଆସିଲି। ପଖାଳ ଖାଇକି ଆସିନା, ଏବେ ଯିବା ନାଦିକି ଶୋଇବା। ଦିନ ମାନ ଯାହା ଶୋଇକା ଆସିଲି। ଦିନ 2ଟାରେ ଡ୍ୟୁଟି ଆସିଲି। ଡ୍ୟୁଟି ଆସିକି ଦେଖିଲି ସମସ୍ତେ କିଚେନ ପୁରା ଫାଙ୍କା ଅଛି, କାହିଁକିନା ଆମ ଆସିବା ଖବର ଶୁଣିକି ବାକି ପିଲା ସବୁ ରେଷ୍ଟରେ ପଳେଇଛନ୍ତି। ତାପରେ ମୁଁ ପଳେଇ ଆସିଲି ଫ୍ରିଜ ପାଖକୁ। ଫ୍ରିଜରେ ଖାଲି ସାମାନ ସବୁ ଦେଖିଲି, କୋଉ ସାମାନ ଅଛି ନ ଅଛି ଦେଖିଲି। ସବୁ ତ ସାମାନ ଠିକ ଠାକ ଅଛି, ମତେ ବି ଏବେ କାମ କରିବା ପାଇଁ ବେଶୀ ପଡିବନି। ତାପରେ ଗୋଟେ ଅର୍ଡର ଆସିଗଲା ଚାହା। ମୁଁ ବି ଲାଗି ପଡିଲି ଡେଲିଭରି ଚାହା ବାଲା କଥା ମନେ ପଡିକି, ତାକୁ ମନେ ପକେଇ ମୁଁ ଲାଗି ପଡିଲି ତା ଭଳିଆ ପୁରା ଚାହା ବନେଇବା ପାଇଁ। ଲାଗେଇଲେ ଫଟାଫଟ ବନେଇଦେଲି। ବନେଇ ସାରିଲା ପରେ ଟିକେ ଚାହା ନେଇକି ତା ସହିତ 2 ପିସ୍ ବ୍ରେଡ ଘିନି ଆସିଲି। ମତେ ଭାରି ଜୋର ଭୋକ ଲାଗୁଛି ନାଇଁ, ଘିନି ଆସିଲି ଖାଇଲି ବସିକି। ନାଦିକି ଜଲ୍ଦି ଖାଇଦେଲି ନାଇଁ, କାହିଁକି ନା କିଏ ପୁଣି ଆସିବେ ଯଦି କହିବ ନୁଚୁନି ଟିକେ ବ୍ରେଡ ଖାଉଛି କଣ।